ବିଲରେ ଜରୁରୀକାଳୀନ ଅବତରଣ କଲା ନୌସେନା ହେଲିକପ୍ଟର। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅମର୍ଦାଠାରେ ବିଲ ଭିତରେ ନୌସେନା ହେଲିକପ୍ଟର ଜରୁରୀ ଅବତରଣ କରିଥିବା ଦେଖିବାକୁ ମିଳିଛି। ହଠାତ୍ ହେଲିକପ୍ଟରଟି ଅବତରଣ କରିବା ଯୋଗୁଁ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ। ସୂଚନାଯୋଗ୍ୟ ଯେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଅମର୍ଦା ପଞ୍ଚାୟତର ଅମର୍ଦାଠାରେ ବିଲରେ ଚାଷୀମାନେ ଧାନ ଫସଲ କାଟୁଥିବା ସମୟରେ ଦେଖିବାକୁ ପାଇଥିଲେ ଯେ ଏକ ହେଲିକପ୍ଟର ବିଲ ମଧ୍ୟରେ ଓହ୍ଲାଇବାକୁ ଚେଷ୍ଟା କରୁଛି। ଗୋଟିଏ ବିଲ ଭିତରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ଧାନ କୁଟା ଉଡ଼ିବାରୁ ସେଠାରେ ଅବତରଣ କରିନପାରି ଅନ୍ୟ ଏକ ଫାଙ୍କା ବିଲରେ ହେଲିକପ୍ଟରଟି ଅବତରଣ କରିଥିଲା। ପାଇଲଟ ହେଲିକପ୍ଟରରୁ ଓହ୍ଲାଇ ପାଖାପାଖି 30 ମିନିଟ୍ ଧରି ଯାନ୍ତ୍ରିକ ତ୍ରୁଟିକୁ ସୁଧାରିଥିଲେ। ଏହାପରେ 45 ମିନିଟ୍ ପରେ ଉଡ଼ାଣ ଭରିଥିଲା ଏହି ନୌସେନା ହେଲିକପ୍ଟର। ଚାଷ କାମରେ ଲାଗିଥିବା ଲୋକମାନେ ଭୟଭୀତ ଥିବା ଦେଖିବାକୁ ମିଳିଥିଲା। ତେବେ ସ୍ଥାନୀୟ ଲୋକେ ନୌସେନା ହେଲିକପ୍ଟର ଦେଖିବାକୁ ସେଠାରେ ଭିଡ଼ ଜମାଇଥିଲେ। ଆଜି ପୁରୀରେ ଭାରତୀୟ ନୌସେନା ଦିବସରେ ଭାରତୀୟ ସେନା ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଥିବା ବେଳେ ଏହା ପୂର୍ବରୁ ଏପରି କିଛି ଘଟଣା ଘଟିଛି। ମୟୂରଭଞ୍ଜରୁ ପ୍ରଦୀପ୍ତ ହୋତାଙ୍କ ରିପୋର୍ଟ, ଖବର ଓଡ଼ିଶା।